ଭିତରେ ଅଛି ଆଉ ମୋ ପୁଅ ବୋଉ ଗାଡି ଚଢିଗଲା। ଆରେ ତୋ ପୁଅ ବୋଉ ଗାଡି ଚଢିଗଲା ଗୋଟେ କଥା କହିବୁ ନା କଣ? ନା ସତ କଥା କହିବି ଯଦି ବିପଦ ପଳେଇବ। ଆଉ ଯଦି ସତ କଥା ନ କହିବୁ ପେଟ ଭିତରେ ପୁରେଇ ରଖିବୁ ତାହେଲେ ତୋର ଏମିତି 3-4 ପୁରୁଷ ଗୋଳେଇଯିବ। କହିଲେ ହଁ ବାବା ସତ କହିବି। ମୁଁ କହିଲି ତୁ କହ ତୋ ଜୀବନ କାଳ ଭିତରେ ଏମିତିଆ ନିଶ୍ଚୟ ଭାବରେ କାହାକୁ ବି ଜଣେ ମାରି। ବାବା ଆପଣଙ୍କର ଗୁରୁ କିଏ? ମୋର ଗୁରୁ ମୋର ଗୁରୁ ତ ମୁଁ ସବୁବେଳେ ଗୋଟେ କଥା ଜାଣେ, ମନ ମୋର ନିଜ ଗୁରୁ। ଉଦ୍ଧବଠୁ କେତେ ପଚାରି ବାବୁ ଗୋଟେ କଥା କହିବି, ମନ ମୋର ନିଜ ଗୁରୁ କଣ ନା ତମେ ଅବିକା ଯଦି ମଦ ଘାଟିକି ଯାଇଥାନ୍ତ ତମକୁ କିଏ ମନା କରୁଥିଲା? ନା ଯଦି ତମେ ବିଷ ପଡାଇ ଯାଇଥାନ୍ତ କିଏ ମନା କରୁଥିଲା? ତମେ ଆଜି ଗୋଟେ ଭିଡିଓ ୟୁଟ୍ୟୁବ କରିକି ତମେ ପ୍ରଚାର ପ୍ରସାର କରୁଛ, କିଏ ମନା କରୁଛି? ତେଣୁକରି ସେଇଟା ତମ ମନରେ ତମ ଗୁରୁ କଲ। ତେଣୁ ତମ ମନ ଗୁରୁ କରିକି ତମେ ଆଜି ଏଠିକି ଆସିଛ। ସେମିତି ମନକୁ ଯିଏ ଯୋଉ ପ୍ରକାର ଗୁରୁ ଭାବରେ କରେ ସଦ୍ଗୁରୁ ପ୍ରାପ୍ତ ହୁଏ, ସେ ସେଇ ପ୍ରକାର ନୀତି ଆଚରଣ ତାକୁ ମିଳିଯାଏ। ତେଣୁକରି ତୁମେ ଦେଖ କୋଉ ଭଳିଆ ଗୁରୁଙ୍କୁ ତୁମେ ପୂଜା କରୁଛ, ତେଣୁକରି ତମକୁ ସେଇ ପ୍ରକାର ଜିନିଷ ମିଳିବ। ଗୁରୁ ହେଉଛନ୍ତି ସକାଳେ ଆସୁଛନ୍ତି ସନ୍ଧ୍ୟାରେ ଯାଉଛନ୍ତି, ସିଏ ହେଉଛନ୍ତି ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବତା। ଯେମିତି କୋଟି କୋଟି ଜୀବଜନ୍ତୁଙ୍କୁ ସେ ଆହାର ପ୍ରଦାନ କରିକି ସେ ତାଙ୍କର ସଫଳ ଭାଗି ହେଇ ଚାଲି ଯାଉଛନ୍ତି। କିନ୍ତୁ ଗୁରୁ ହେଉଛନ୍ତି ସିଏ ଯିଏକି ମନର ମୂଳ ଜଗତ, ଯିଏ ମନକୁ ଠିକ କରିଛି, ଯିଏ ମନରେ ବୁଲି ରଖିଛି, ତାକୁ ଜଗତ ଭଳିଆ ଦେଖାଯିବ। ଆଉ ଜଗତ ଭିତରେ ଯିଏ ଜଗିଛି ସେ ହେଉଛନ୍ତି ସ୍ୱୟଂ ବିଶ୍ୱରୂପାୟ। ଆଉ ପରମ ବ୍ରହ୍ମ, ତାଙ୍କ ନାଁ ହେଉଛି ନିରାକାର। ନିରାକାରର ଅନ୍ୟ ନାମ ହେଉଛି ପବନ। ପବନ କାହାକୁ କୁହାଯାଏ? ପବନକୁ ଯେତେବେଳେ ଘରେ ପୁରାଯାଏ ତା ନାଁ ହେଲା ପବନ। ପବନକୁ ନଉଟିଲେ ନବବ। 9ଟା ଘର, ଯୋଉ 9ଟା ଘର ଆମେ ଗୋଟେ ଘର କବାଟ ଖୋଲିଲେ ଛିପ ପକଉଛେ, ଆଉ ଗୋଟେ ଘର କବାଟ ଖୋଲିଲେ ପରିସ୍ରା କରୁଛେ, ଆଉ ଗୋଟେ ଘର କବାଟ ଖୋଲିଲେ ଲାଟ୍ରିନ୍ ଯାଉଛେ, ଆଉ ଗୋଟେ କବାଟ ଖୋଲିଲେ ଅନଉଛେ। ଏମିତି ଏମିତିକି 9ଟା କବାଟ ଆମେ ଖୋଲିଛେ। ସେମିତି 10 କବାଟ ଅଛି, 11 ନନ୍ଦ ଜାତ ଜଗିଛନ୍ତି। ତେଣୁକରି ଆକୁ ସବୁ ବୁଝିବାକୁ କଲେ ପବନ ହେଲା ନିରାକାର ପରମ ବ୍ରହ୍ମ। ସେ କିଏ କାହାକୁ କହନ୍ତି? ସେଇ ନିରାକାର ପରମ ବ୍ରହ୍ମକୁ ଯିଏ ନେଇକିରି ସେ ପୁଣି ତାଙ୍କ ପ୍ରଣବରେ ତାଙ୍କ ସ୍ଥାନରେ ରଖିପାରନ୍ତି, ସେ ହେଉଛି ଓଙ୍କାର। ଯୋଉଟା କି ବୁଝିବା ଗହମ ତଥ୍ୟ, ସେଗୁଡାକୁ ନ କହିବା ଭଲ। କିନ୍ତୁ ପ୍ରଭୁ ଆମେ ଜାଣିଲେ ଗୁରୁ କିଏ? ଗୁରୁ ହେଉଛନ୍ତି ସକଳ ଶକ୍ତି ଆଧାର ସୂର୍ଯ୍ୟ ଦେବତା। ସେ ଆସନ୍ତି ଏଠି ଆମର 33 କୋଟି ଦେବତା ସକଳ ଶକ୍ତି ଆଧାର ଭାବରେ ସେ ଦାନ ଦେଇକି ସେ ଚାଲିଯାଆନ୍ତି। କିନ୍ତୁ ମନ ହେଉଛି ଗୁରୁ, ଆଉ ଗୁରୁଙ୍କର ଗୁରୁ ହେଉଛନ୍ତି ସେ ହେଉଛନ୍ତି ସକଳ ଶକ୍ତି ଆଧାର ସୂର୍ଯ୍ୟ ଦେବତା। ଆଉ ବାବା ଅର୍ଥ କଲେ ପବନ, ଯେ ପବନ ନବମ ଘରେ ପୁରେଇକିରି ନିରାକାର ମହାପ୍ରଭୁଙ୍କ ସହିତ ଯୋଗସୂତ୍ର କରିପାରେ ବା ରକ୍ଷା କରିପାରେ। ଜୟ ଜଗନ୍ନାଥ। ବାବା ଆପଣଙ୍କୁ ଯେତେବେଳେ ଆସୁଛନ୍ତି କୌଣସି ଭକ୍ତ ମାନେ ଯେତେବେଳେ ପ୍ରଣାମ କରୁଛନ୍ତି, କିଏ ଗୋଡ ଧରି ପ୍ରଣାମ କରୁଛନ୍ତି, ବାବା ଉଦ୍ଧାର କର, ବାବା ରକ୍ଷା କର, ବାବା ଏଇ ଅସୁବିଧା ହେଇଛି, ଭକ୍ତଙ୍କ ବାବଦରେ କଣ କହିବେ? ଆମେ କଣ କହିବୁ? ଆପଣ ତା ପ୍ରକୃତି ପାଇଁକା ଜଣେ ଆସିଛି କହିଲା ବାବା ମୋ ପୁଅ ବୋଉ ଯାଉଥିଲେ, ମୋ ପୁଅ ବୋଉର ଡେଲିଭରି ଅଛି, ଆଉ ମୋ ପୁଅ ବୋଉ ଗାଡି ଚଢିଗଲା। ଆରେ ତୋ ପୁଅ ବୋଉ ଗାଡି ଚଢିଗଲା ଗୋଟେ କଥା କହିବୁ ନା କଣ? ନା ସତ କଥା କହିବି ଯଦି ବିପଦ ପଳେଇବ। ଆଉ ଯଦି ସତ କଥା ନ କହିବୁ ପେଟ ଭିତରେ ପୁରେଇ ରଖିବୁ ତାହେଲେ ତୋର ଏମିତି 3-4 ପୁରୁଷ ଗୋଳେଇଯିବ। କହିଲେ ହଁ ବାବା ସତ କହିବି। ମୁଁ କହିଲି ତୁ କହ ତୋ ଜୀବନ କାଳ ଭିତରେ ଏମିତିଆ ନିଶ୍ଚୟ ଭାବରେ କାହାକୁ ବି ଜଣେ ମାରି। ସେ ଦିନ ମାନିଲା, କହିଲା ହଁ ମୁଁ ଜଙ୍ଗଲ ଭିତରକୁ ଯାଇଥିଲି, ଗୋଟେ ହରିଣ ଛୁଆ ଦବାର ଥିଲା, ହରିଣ ଛୁଆ ଦବାର ଥିଲା, ଆଉ ମୁଁ ତାକୁ ବଧ୍ୟ କରିକି ଶିକାର କରିକି ଆଉ ତାକୁ ଆଣିଥିଲୁ, ଆମେ ସମସ୍ତେ ଘରେ ଖାଇଥିଲୁ। କିନ୍ତୁ ମୁଁ କହିଲି ପ୍ରକୃତ କଥା, ସିଏ ଯେତେବେଳେ ଡେଲିଭରି ସେମିତି ଭଗବାନଙ୍କର ଅଛି, ତମେ ଭାବନା ଗୋଟେ ପଶୁ, ସେ ଡେଲିଭରି ଥିଲା, ମୁଁ ତାକୁ ମାରିଦେଲି, ମୁଁ ଖାଇଦେଲି, ସରିଗଲା। ସିଏ ଖାଲି ମାନବ ରୂପରେ ତମରି ପରିବାର ଦେଖାଗଲା। ଆଜି ଗାଈ ଗୋଟେ ଆମେ ବସୁଛେ, ଛେଳି ମାନେ କ୍ଷୀର ଖାଉଛେ, ଘଷି ଦେଲା, ତାର ସବୁ ଆମେ ଜିନିଷ ନେଲେ, ତାର ବସା ଦେଇ ଖାଇଲେ, ଲାଷ୍ଟକୁ ଆମେ ତାକୁ ଚଣ୍ଡାଳ ହାତରେ ଟେକି ଦଉଛେ। ନାଇଁ, ସେ ଭୁଲ କରନ୍ତିନି। ଯଦି ଆପଣଙ୍କ ଘରେ କୌଣସି ବିପଦ ଅଛି ତାହେଲେ ଗାଈଟିଏ ରହିଛି, ସିଏ ଦରକାର ପଡ଼ିଲେ ମୁଣ୍ଡ ଦେଖେଇଦବ, କିନ୍ତୁ ଆପଣ ତାହା ଜାଣନ୍ତିନି। କ୍ଷୀର ଖାଇବେ, ଲହୁଣୀ ଖାଇବେ, ଦହି ଖାଇବେ, ଲାଷ୍ଟକୁ ତାକୁ ଖତ ଖାଇବେ, ଲାଷ୍ଟକୁ ତାକୁ ମାନେ ଚଣ୍ଡାଳ ହାତରେ ଟେକିବେ। ନାଇଁ, ବରଂ ତାଙ୍କୁ ପଡ଼ିଆରେ ଛାଡ଼ି ଦିଅନ୍ତୁ, ତାଙ୍କ ଜୀବନ ସୁରକ୍ଷିତ ରହିବେ। ଆପଣ ତାଙ୍କୁ ବିକିବା କି ଅଧିକାର ଅଛି? ପଶୁକୁ ବିକନ୍ତୁନି। ଯୋଉମାନେ ମୂର୍ଖ ସେମାନେ ବିକି ଦିଅନ୍ତି, ଜାଣିପାରନ୍ତି। ତାକୁ ବହୁତ ବହୁତ ଦୟନୀୟ ଅବସ୍ଥା ହୁଅନ୍ତି। ସେ ଗାଈ ଯେମିତି କିଣିକି ମରେ, ଯେମିତି ମରାଯାଏ, ତାଙ୍କ ପରିବାରର କିଛି ଅଂଶ ଭୋଗ କରନ୍ତି, ଗାଈର ପ୍ରଭାବ ଭୋଗ କରିବେ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଡକ୍ଟର ବୀର ସିଂହ ସମସ୍ତଙ୍କୁ ମୋର ଅନନ୍ତ କୋଟି ପ୍ରଣାମ। ଜୟ ଜଗନ୍ନାଥ। ଶୁଭ ଓଡ଼ିଶା ଚ୍ୟାନେଲକୁ ମଧ୍ୟ ସ୍ୱାଗତମ। ଇଏ ଆସିଥାନ୍ତୁ, ପ୍ରଚାର ପ୍ରସାର କରୁଥାନ୍ତୁ, ଅଚେତ ମୋର ଚେତୁଆ ଭକ୍ତ ହୋଇ ରହିଥାନ୍ତୁ, ଆଉ ସମସ୍ତଙ୍କୁ ଚେତନା ଘଟରେ ଚେତନା କରଉଥାନ୍ତୁ। ଏତିକି କହି ମୁଁ ବିଦାୟ ନେଉଛି। ଅମରାବତୀ ବିଦାୟ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ପଶ୍ୟନ୍ତୁ ନିରାମୟଃ।